ପିଲାମାନେ ଆଜିର ଭିଡ଼ିଓଟି ସମ୍ପୂର୍ଣ୍ଣ ଭାବରେ +3 ର 5 ସେମିଷ୍ଟର ପିଲାମାନେ ଯେତିକି ଅଛନ୍ତି ତାଙ୍କ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଭିଡ଼ିଓ। କାହିଁକି ନା ପିଲାମାନେ ଯେଉଁ ତୁମର କୋର୍ 11 ର ୟୁନିଟ୍ କେତେ ନା ୟୁନିଟ୍ 3 କ'ଣ ଅଛି, ଗୋଟେ ଅଛି କକୁଆ ଏବଂ ଆଉ ଗୋଟେ ଅଛି ଭୁକା। ଯେଉଁ ଦୁଇଟି ନାଟକ ଅଛି ତ ପିଲାମାନେ ଏଇ ଦୁଇଟି ନାଟକରେ ଅଧିକ ଦ୍ୱନ୍ଦ୍ୱରେ ଥାନ୍ତି। କକୁଆ ଯିଏକି ବିଜୟ କୁମାର ଶତପଥୀଙ୍କର ଏବଂ ଭୁକା ମଙ୍ଗଳଚରଣ ବିଶ୍ୱାଳଙ୍କର ଯେଉଁ ନାଟକଟି ତାହା ପିଲାମାନେ ପ୍ରାୟତଃ ବୁଝିପାରନ୍ତି ନାହିଁ। ଦେଖନ୍ତୁ ତୁମର କଲେଜ ଗୁଡ଼ିକରେ ଯେମିତି ଭାବରେ ପଢ଼ା ହେଉଛି, ନୋଟ୍ ଗୁଡ଼ିକ ଡାକା ହେଉଛି, ସେମିତି ଯଦି ତୁମେ କ'ଣ କେବଳ ଲଙ୍ଗ କ୍ୱେଶ୍ଚନକୁ ଦେଖିବ ତାହେଲେ ସର୍ଟ କ୍ୱେଶ୍ଚନରେ ତୁମର ରେଜଲ୍ଟ ଖରାପ ହେବା ଥୟ। ତେଣୁକରି ମୁଁ ତୁମମାନଙ୍କୁ ବାରମ୍ବାର କହୁଛି ତୁମର ଲଙ୍ଗ କ୍ୱେଶ୍ଚନ ଦେଖିବା ସହିତ ସର୍ଟ କ୍ୱେଶ୍ଚନ ଗୁଡ଼ିକ ମଧ୍ୟ ଗୁରୁତ୍ୱ ଦିଅନ୍ତୁ। କାହିଁକିନା ଲଙ୍ଗ କ୍ୱେଶ୍ଚନ ଦେଖନ୍ତୁ ତୁମର କ୍ୱେଶ୍ଚନ ପ୍ୟାଟର୍ନ ଯେମିତି ଥାଉ ସେଇଟା ମ୍ୟାଟର ନାହିଁ। ତୁମର 1 ମାର୍କ 2 ମାର୍କ 3 ମାର୍କ 7 ମାର୍କ ଆସୁ କିମ୍ବା 2 ମାର୍କ 15 ମାର୍କ ଆସୁ ହେଲା, ସବୁ କ୍ୱେଶ୍ଚନ ତୁମେ ଆଟେଣ୍ଡ କରିପାରିବ। ମୁଁ ଚାହୁଁଛି ଯେ ଗୋଟେ ପିଲା ଗୋଟେ ମାର୍କ ଯେମିତି ନ ଛାଡ଼ ହେଲା, ଗୋଟେ ପିଲା 100ରୁ ଯେମିତି 100 ରଖିକି ଆସୁ। ତ ସେଥିଲାଗି ତ ତୁମମାନଙ୍କ ଲଙ୍ଗ କ୍ୱେଶ୍ଚନ ଭିଡ଼ିଓ ମୁଁ ଏଯାଏଁ ଛାଡ଼ିନି। ମୁଁ ଭାବୁଛି ଏ ସର୍ଟ କ୍ୱେଶ୍ଚନ ଭିଡ଼ିଓ ଗୁଡ଼ିକ ସବୁ କଭର କଲା ପରେ ତୁମମାନଙ୍କ ପାଇଁ ଲଙ୍ଗ କ୍ୱେଶ୍ଚନ ଭିଡ଼ିଓ ଆସିବ। ତ ଚାଲନ୍ତୁ ଆଉ ଅଧିକ ନ ଡେରି କରିକି ତୁମର ସର୍ଟ କ୍ୱେଶ୍ଚନ ଭିଡ଼ିଓ ଗୁଡ଼ିକ ଆଣିବା। ପିଲାମାନେ ଆଜିର ଭିଡ଼ିଓ ମାଧ୍ୟମରେ ତୁମର ଭୁକାର ଯେତିକି ସବୁ ସର୍ଟ କ୍ୱେଶ୍ଚନ ଗୁଡ଼ିକ ଅଛି ଆମେ ସବୁ ଗୁଡ଼ିକ ଆଲୋଚନା କରିବା, ଯେଉଁଟାକି ପରୀକ୍ଷା ପାଇଁ ଉପଯୋଗୀ ଗୁଡ଼ିକ ହେଲା। ତ ପିଲାମାନେ ତୁମର ପ୍ରଥମ କ୍ୱେଶ୍ଚନର ଯେଉଁ ଅଛି ଦେଖନ୍ତୁ ନା, ଭୁକା ନାଟକର ନାଟ୍ୟକାର କିଏ ଏବଂ ଏହା କେବେ ପୁରସ୍କାର ଲାଭ କରିଥିଲେ? ନା ଭୁକା ନାଟକର ନାଟକକାର ହେଉଛନ୍ତି କିଏ? ନା ଡକ୍ଟର ମଙ୍ଗଳଚରଣ ବିଶ୍ୱାଳ। ସେ କେବେ ଜନ୍ମ କରିଥିଲେ କିଏ? ଏଇଟା ମନେ ରଖିବ। ତୁମର 1935 ମସିହାରେ କେତେ 1935 ମସିହା ମେ ମାସ 4 ତାରିଖ ଦିନ ଜନ୍ମଗ୍ରହଣ କରିଥିଲେ। ଯଦି କହିଲା ସେ ମାନେ କୋଉଠି ଜନ୍ମଗ୍ରହଣ କରିଥିଲେ ତାହେଲେ କୋଉଠି ପିତାପାଲି ହେଲା, ପିତାପାଲି ଯେଉଁଟାକି ନାଟକରେ ବି ଲେଖା ଅଛି ହେଲା, ପିତାପାଲି ଗ୍ରାମରେ ସେ ଜନ୍ମଗ୍ରହଣ କରିଥିଲେ। 1 ନମ୍ବର କ୍ୱେଶ୍ଚନ ଥିଲେ ଭୁକା ନାଟକର ନାଟ୍ୟକାର ହେଉଛନ୍ତି କିଏ? ଡକ୍ଟର ମଙ୍ଗଳଚରଣ ବିଶ୍ୱାଳ। ଏହି ନାଟକ ଚଳଚ୍ଚିତ୍ରରେ ରୂପାନ୍ତରିତ ହୋଇ କେତେ ନା 1984 ମସିହାରେ ସ୍ପେନ୍ ଠାରେ କ୍ୟାନ୍ସ ଚଳଚ୍ଚିତ୍ର ମହୋତ୍ସବରେ ସ୍ୱତନ୍ତ୍ର ଜୁରି ପୁରସ୍କାର ଲାଭ କରିଥିଲେ। କୋଉ ପୁରସ୍କାର କିରେ? ନା ଜୁରି ପୁରସ୍କାର ଲାଭ କରିଥିଲେ ହେଲା। ଦେନ୍ ଦେଖ ଭୁକାର ଅର୍ଥ କ'ଣ? ଭୁକାର ଅର୍ଥ ମାନେ କ'ଣ ବୁଝୁଛ? ଯେ କି ଭୋକିଲା ହେଲା, ମାନେ ହିନ୍ଦୀରେ କ'ଣ କୁହନ୍ତି ନା ଭୁକା, ତ ସେଇଟା ହିଁ ଦିନ ରାତି ଖଟି ଖାଇବାକୁ ପାଉନଥିବା ଭୋକିଲା ମଣିଷଙ୍କର ବାସ୍ତବ ଜୀବନର ଚିତ୍ର ଏହି ନାଟକରେ ବର୍ଣ୍ଣିତ ହୋଇଛି। ଭୁକା ନାଟକରେ କେଉଁ ଜନଜାତି ଚିତ୍ର ଦେଖାଯାଇଛି? କେଉଁ ଜନଜାତି? ନା ବୋଜନିଆ ଜନଜାତିର ଚିତ୍ର ଦେଖାଯାଇଛି, ଯୋଉଟାକି କ'ଣ ବିସ୍ଥାପନ ଯନ୍ତ୍ର ତାଙ୍କର ଗାଁର ସହରକୁ ବିସ୍ଥାପନ କରାଯାଇଥିଲା, ସେଇ ବିଷୟରେ ବର୍ଣ୍ଣନା କରାଯାଇଛି ହେଲା। ଦେଖନ୍ତୁ ବୋଜନିଆ ଜନଜାତିର ଲୋକମାନେ କିପରି ଗୁଜରାଣ ମେଟାଇଥାନ୍ତି? ବୋଜନିଆ ଜନଜାତିର ଲୋକମାନେ ବିଭିନ୍ନ ପ୍ରକାରର ପର୍ବପର୍ବାଣୀ ତାପରେ କ'ଣ ବିବାହ ବ୍ରତ ଓ ଉତ୍ସବ ମାନଙ୍କରେ ବାଜା ବଜାଇ ଗୁଜରାଣ ମେଟାଇଥାନ୍ତି। ଅଇଁଠା କିଏ? ନା ଅଇଁଠା ହେଉଛି ବୋଜନିଆ ଜନଜାତିର ମୁଖିଆ। ସେ ମହୁରୀ ବଜାଏ ଏବଂ ସମସ୍ତଙ୍କ ପାଖରେ ସେ କେବଳ ମହୁରିଆ ଭାବରେ ପରିଚିତ। ତାପରେ ଦେଖନ୍ତୁ ତମର ଅଇଁଠାର ପରିବାର ସମ୍ପର୍କରେ ପରିଚୟ ଦିଅ। ନା ତମର ଅଇଁଠାର ପରିବାର କହିଲେ ତାର 17-18 ବର୍ଷର ଭଉଣୀ କିଏ? କସ୍ତୁରୀ ଏବଂ 7-8 ବର୍ଷର ଝିଅ ଫୁଲ ହେଲା। ଏଇଟା ହିଁ ତାଙ୍କର ପରିବାର, ତାଙ୍କର ସ୍ତ୍ରୀ ମଧ୍ୟ ମରିଯାଇଛି ହେଲା। ଦେନ୍ ପୁଷ ପୁନେଇ ଆସିବାରୁ ପାଲି ଗାଁର ଲୋକମାନେ କିପରି ଚିନ୍ତାରେ ପଡ଼ିଲେ? ସେ ବର୍ଷ ମରୁଡ଼ି ପଡ଼ିଥିଲା, ବିଲରେ ଧାନ ସବୁ ଜଡ଼ିଗଲା। ତେଣୁ ପୁଷ ପୁନେଇ ଆସିବାରୁ ପାଲି ଗାଁର ଲୋକମାନେ ମଉଜ ମଜଲିସ୍ କରିବା ପାଇଁ ପାଖରେ ଅର୍ଥ ନଥିବାରୁ ଚିନ୍ତାରେ ପଡ଼ିଗଲେ। ଦୀନା ମହାଜନ କିଏ? ଦୀନା ମହାଜନ ହେଉଛି ପାଲି ଗାଁର ଜଣେ ମହାଜନ। ତାର ଦୋକାନ ଅଛି। ଅଭାବୀ ଲୋକମାନଙ୍କୁ ଟଙ୍କାଟାର ବାକି ଦେଇ ପଛରେ ସେ 5 ଟଙ୍କା ଆଦାୟ କରିଥାଏ। ଟଙ୍କା ସୁଝି ନ ପାରିଲେ ଲୋକମାନଙ୍କୁ ନିଜର ଜମିରେ ଖଟାଇଥାଏ। ତାପରେ ଦେଖନ୍ତୁ କସ୍ତୁରୀ ବାକିରେ ସଉଦା ଆଣିବାକୁ ଗଲାବେଳେ ଦୀନା ମହାଜନ କ'ଣ କହିଛି? ନା କସ୍ତୁରୀ ଯେତେବେଳେ ବାକିରେ ସଉଦା ଆଣିବା ପାଇଁ ଯାଇଥିଲା, କିନ୍ତୁ ଦୀନା ମହାଜନ ତାକୁ ରକଠକ୍ ସଉଦା ବାକିରେ ଦେବାକୁ ମନା କରିଦେଇଛି। କସ୍ତୁରୀ କିଏ? କସ୍ତୁରୀ ହେଉଛି ଅଇଁଠାର ଭଉଣୀ ହେଲା। ଅସୀମ ପାଲି ଗାଁକୁ କାହିଁକି ଆସିଥିଲା? ନା ଅସୀମ କ'ଣ? ଅସୀମ ସହରର ଉଚ୍ଚଶିକ୍ଷିତ ଯୁବକ। ସେ ବୋଜନିଆ ଜନଜାତିର ଚାଲିଚଳଣି ହାବଭାବ ବିଷୟରେ ଗବେଷଣା କରିବା ପାଇଁ ପାଲି ଗାଁକୁ ଆସିଥିଲା। ଅସୀମକୁ କାହିଁକି ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି? ସମାଜର ପ୍ରଥା ବିରୁଦ୍ଧରେ ବିଦ୍ରୋହୀ ହୋଇ ଶେଷରେ ଅସୀମ ଧନୀମାନଙ୍କର ବିରୁଦ୍ଧରେ ନିଜସ୍ୱ ବିଚାର ରଖିଥିବାରୁ ତାଙ୍କୁ ଜେଲ ଦଣ୍ଡ ଭୋଗିବା ପାଇଁ ପଡ଼ିଛି। ଅଇଁଠାକୁ କି ରୋଗ ହୋଇଛି? ଅଇଁଠାକୁ ବିବି ରୋଗ ହୋଇଛି। ଅଇଁଠା କେଉଁ ବାଜା ପାର୍ଟିର ମୁଖିଆ? ଅଇଁଠା ଦୁଲଦୁଲି ବାଜା ପାର୍ଟିର ମୁଖିଆ ଥିଲା। ପୂର୍ବରୁ ଅଇଁଠାର ଚେହେରା କିପରି ଥିଲା? ପୂର୍ବରୁ ଅଇଁଠାର ଚେହେରା ରାକ୍ଷସ ପରି ଥିଲା। ତ ପିଲାମାନେ ଆଜିର ଭିଡ଼ିଓଟି ଏଇଠି ରଖୁଛି। ମୁଁ ଆଶା କରୁଛି ଯେ ତମେ ନିହାତି ଭିଡ଼ିଓ ଦେଖି ଉପକୃତ ହେଉଥିବ ଏବଂ ନିଜେ ଭିଡ଼ିଓଟି ଦେଖିବା ସହିତ ନିଜର ସାଙ୍ଗମାନଙ୍କ ନିକଟ ମଧ୍ୟ ସେୟାର କରିଦିଅନ୍ତୁ, ଯାହାଦ୍ୱାରା ସେମାନେ ମଧ୍ୟ ଭିଡ଼ିଓଟିକୁ ଦେଖି ଶିଖିପାରିବେ। ତ ରଖୁଛି, ଜୟ ଜଗନ୍ନାଥ।